ସାଙ୍ଗମାନେ, ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଯେ ଶବ୍ଦ କିପରି ନିଜର କ୍ଷମତା ନଥାଇ ମଧ୍ୟ ସେ ଆମକୁ ନିୟନ୍ତ୍ରଣରେ ରଖିବାକୁ ହିଁ ଚେଷ୍ଟା କରିଥାଏ। ଏହାର କୌଣସି ବି ବାଛ ବିଚାର ନଥାଏ। ବାସ୍ ଏହାକୁ ଆମେ ହିଁ ବ୍ୟବହାର କରିଥାଉ ଏବଂ ଏହାକୁ ନେଇ ଆମେ ବିଭିନ୍ନ ପ୍ରକାର ଗାଳିଗୁଲଜ ମଧ୍ୟରେ ବ୍ୟବହାର କରିଥାଉ, ଯାହା ଆମ ସ୍ୱାସ୍ଥ୍ୟ ପକ୍ଷେ ବହୁତ ହାନିକାରକ ମଧ୍ୟ ହୋଇଥାଏ ଏବଂ ତାହା କହିବା ଦ୍ୱାରା ଆମ ପକ୍ଷେ ସମ୍ଭବ ହୋଇନଥାଏ। ଏହା ପ୍ରତ୍ୟେକ ଦୁଃଖକୁ ଏବଂ ପ୍ରତ୍ୟେକ ଖୁସିକୁ ମଧ୍ୟ ଛଡ଼େଇ ନେବାକୁ ଚେଷ୍ଟା କରିଥାଏ। ସାଙ୍ଗମାନେ, ମୁଁ ବାସ୍ ଗୋଟିଏ କଥା କହିବାକୁ ଚାହୁଁଛି, ଆପଣ ଶବ୍ଦ କୁହନ୍ତୁ। ଏହି ଦୁନିଆରେ ତ ଶବ୍ଦ ବିନା ଚଳିବା ଭୁଲ ଅଟେ। ତେଣୁ ଶବ୍ଦ କୁହନ୍ତୁ, ଯାହାକି ଶବ୍ଦରେ କୌଣସି ବି ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ। ଯେପରିକି କୌଣସି ଲୋକକୁ ବାଧିଲା ପରି ମଧ୍ୟ କଥା କହିବାକୁ କେବେ ମଧ୍ୟ ଚେଷ୍ଟା କରନ୍ତୁ ନାହିଁ, ଯାହାଫଳରେ ସେ ଆମକୁ ବହୁତ ଖରାପ ଭାବିବାରେ ଲାଗିବ ଏବଂ ଆମକୁ ମଧ୍ୟ ଆମର ଭୁଲ ମଧ୍ୟ ଭାବିବାକୁ ପଡ଼ିବ। ଏହି ଶବ୍ଦରେ ଈଶ୍ୱର ଆମକୁ ବହୁତ କିଛି ସଫଳତା ଦେବାରେ ମଧ୍ୟ ବାଟ ରଖିଥାନ୍ତି। ତେଣୁ ସବୁବେଳେ ଭଲ କଥା ହିଁ କୁହନ୍ତୁ। ଦେଖିବେ, ଈଶ୍ୱର ତୁମକୁ ଦିନେ ନା ଦିନେ ସଫଳତାର ରାସ୍ତା ନିଶ୍ଚୟ ଦେଖାଇବେ। ଏହି ଦୁନିଆରେ ଯିଏ ଖରାପ କାମ କରିଥାଏ, ଈଶ୍ୱର ତାଙ୍କୁ ବହୁତ ଦଣ୍ଡ ଦେଇଥାନ୍ତି, ଯାହାଫଳରେ ସେ ଆଉ କେବେ ବି ଖରାପ କାମ କରିବାକୁ ମଧ୍ୟ ଚେଷ୍ଟା କରିବେ ନାହିଁ। ଶବ୍ଦ କେବଳ ଗୋଟିଏ ଶକ୍ତି ନୁହେଁ, ଏହା ସମସ୍ତ ଦେଶ, ରାଜ୍ୟ ଏବଂ ଜିଲ୍ଲାକୁ ମଧ୍ୟ କ୍ଷତିଗ୍ରସ୍ତ କରିବାରେ ସମର୍ଥ ହୋଇଥାଏ। ତେଣୁ ସବୁବେଳେ ଶବ୍ଦକୁ ଦେଖି ଚାହିଁକି ହିଁ କୁହନ୍ତୁ, ନଚେତ୍ ଆପଣ ମଧ୍ୟ ହୋଇପାରନ୍ତି ସେହିପରି। ତ ସାଙ୍ଗମାନେ, ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା କି ଚତୁରତାର ସହିତ କଥା କହିବାର କଳା କେମିତି ଶିଖିବା। ତ ଚାଲନ୍ତୁ ଆଉ ଡେରି ନ କରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଏହି ଦୁନିଆରେ ଯେଉଁ ବ୍ୟକ୍ତି ଶବ୍ଦକୁ ଭଲସେ ବ୍ୟବହାର କରିବା ଶିଖିଯାଏ, ସେ ହିଁ ହେଉଛି ଏହି ଦୁନିଆର ସର୍ବଦା ଠିକ୍ ଯାଦୁଗର। ତେଣୁ ଶବ୍ଦକୁ ଠିକ୍ସେ ବ୍ୟବହାର କରିବା ଶିଖନ୍ତୁ। ଶବ୍ଦ ବିନା ଏହି ସୃଷ୍ଟି ଅସମ୍ଭବ। ଶବ୍ଦ କୌଣସି ପଶୁ, ପକ୍ଷୀ କିମ୍ବା ମଣିଷ ନୁହେଁ, ଏହା ତ ସମସ୍ତେ କହିଥାଏ। ତେଣୁ ଶବ୍ଦକୁ କେହି ବି ମାପିବା ଉଚିତ ନୁହେଁ, କାରଣ ଶବ୍ଦର କୌଣସି ବି ମାପିବା ପାଇଁ ଯନ୍ତ୍ର ନଥାଏ। ସାଙ୍ଗମାନେ, ମୁଁ କହିବା କଥା ହେଲା, ଏହି ଦୁନିଆରେ ଶବ୍ଦ ବିନା କୌଣସି ଜିନିଷ ବି ତିଷ୍ଠି ପାରେ ନାହିଁ। ଆପଣ ଯଦି ସବୁଠାରୁ ଉଚ୍ଚ ପଦବୀରେ ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସେଠାରେ ଦରକାର ହୋଇଥାଏ କେବଳ ଏହି ଶବ୍ଦ। ଶବ୍ଦ ଯଦି କୌଣସି ପ୍ରକାରେ ଭୁଲ ହୋଇଯାଏ, ତେବେ ସେହି ସ୍ଥାନରେ ଆପଣ ଚାକିରି ପାଇବା ସବୁଠୁ କଷ୍ଟକର ହୋଇଯାଏ। ପ୍ରଥମେ ଜାଣିବା କି କଥା ହେବା ଦ୍ୱାରା ଆମେ କେଉଁ ସବୁ ଜିନିଷକୁ ଧ୍ୟାନ ଦେଇକି କଥା ହେବା ଉଚିତ, ତ ତାହା ହିଁ ଆମେ ପ୍ରଥମରେ ଜାଣିବା। ସାଙ୍ଗମାନେ, ଏହି ଦୁନିଆରେ ଦୁଇ ପ୍ରକାର ଲୋକ ଥାଆନ୍ତି, ଯିଏକି କମ୍ ଶବ୍ଦ ଶୁଣୁଥିବା ଲୋକଙ୍କୁ ଅଧିକ ପସନ୍ଦ କରିଥାନ୍ତି ଆଉ ଅଧିକ ଶୁଣୁଥିବା ଲୋକଙ୍କୁ ଅଧିକ ଲୋକମାନେ ହିଁ ପସନ୍ଦ କରିବାକୁ ଲାଗିଥାନ୍ତି।
ତେଣୁ ମୁଁ କହିବା କଥା ହେଲା, ଯଦି ଆପଣ କମ୍ ସ୍ୱରରେ କହୁଛନ୍ତି, ତେବେ ଆପଣଙ୍କ କଥାକୁ କେହି ବି ଶୁଣିପାରିବେ ନାହିଁ। ଯଦି ଆପଣ ଜୋରସେ ସାଉଣ୍ଡ କରି କହୁଛନ୍ତି, ତେବେ ଆପଣଙ୍କର କଥାକୁ କେହି ମଧ୍ୟ ପସନ୍ଦ କରିବେ ନାହିଁ। ତେଣୁ ସବୁବେଳେ ନୀରବରେ କଥା କହିବା ହିଁ ଶିଖନ୍ତୁ। ନା ବେଶୀ ଜୋରସେ, ନା ବେଶୀ ଧୀରେ, ସମାନ ଭାବରେ କଥା କହିବା ଶିଖନ୍ତୁ। ଦେଖିବେ, ଦିନେ ନା ଦିନେ ଏମିତି ସମୟ ଆସିବ, ଆପଣ ନିଜେ ନିଜେ ହିଁ କୋଟିଏ ଲୋକଙ୍କର ରାଜା ବନିଯିବ, ଆଉ ସେମାନେ ନିଶ୍ଚୟ ଆପଣଙ୍କ ପାଖକୁ ଆସିବେ। ଆଉ ସେହି ଲୋକମାନେ ହିଁ ତମକୁ ଦେଖି ବହୁତ ଖୁସି ହେବେ, ଆଉ ତମର ପାଖରେ ହିଁ ରହିବେ, ବହୁତ କଥା ଶିଖିବେ। ତେଣୁ ସବୁବେଳେ ପରିଶ୍ରମ କରିବାକୁ ଗଲେ କାହାକୁ କହିବା ଉଚିତ ନୁହେଁ। ଆପଣ ପରିଶ୍ରମ କରିଲେ ହିଁ ଲୋକ ଆପଣଙ୍କ ପଛରେ ଧାଇଁ ଆସିବେ। ଏହି ଦୁନିଆଟା ହିଁ ବଡ଼ ଅଜବ ଭାଇ। ଯଦି ଆପଣ ପରିଶ୍ରମ କରି ବହୁତ ପଇସା ଆଣୁଛନ୍ତି, ତେବେ ଆପଣଙ୍କ ପଛରେ ବହୁତ ଲୋକ ଆସିବେ। ଆଉ ଯଦି ଆପଣ ମୂର୍ଖ ହୋଇ କିଛି ବି ପଇସା ଆଣୁନଥିବେ, ତେବେ ଆପଣଙ୍କ ପାଖକୁ କେହି ବି ଲୋକ ଆସିବେ ନାହିଁ, କିମ୍ବା ପଚାରିବାକୁ ମଧ୍ୟ ଚେଷ୍ଟା କରିବେ ନାହିଁ। ତେଣୁ ପଇସା ମଧ୍ୟ କମାନ୍ତୁ, ଆଉ ଠିକ୍ସେ ଶବ୍ଦ ମଧ୍ୟ କୁହନ୍ତୁ। ଦେଖିବେ, ଦିନେ ନା ଦିନେ ଆପଣ ନିଶ୍ଚୟ ସକ୍ସେସ୍ ପାଇବେ। ଏକରେ ପଇସାରେ, ନହେଲେ ଦୁଇରେ ଶବ୍ଦରେ ଲୋକମାନେ ତମକୁ ପସନ୍ଦ କରିବାକୁ ଲାଗିବେ। ତ ସାଙ୍ଗମାନେ, ମୋର ଏଥିରେ ବାସ୍ ଗୋଟିଏ ହିଁ କୋଶ୍ଚିନ୍ ଯେ ଆପଣଙ୍କୁ ପଇସା ଭଲ, ନା ସୁନ୍ଦର କଥା କହୁଥିବା ବ୍ୟକ୍ତିଟିଏ ଭଲ? ଏହାର ଉତ୍ତର ନିଶ୍ଚିତ ଭାବରେ ମୋତେ କମେଣ୍ଟ ବକ୍ସରେ ଜଣାଇବେ। ଆଉ ଯାହାର ବି ଭଲ କମେଣ୍ଟ ଆସିବ, ମୁଁ ତାକୁ ପିନ୍ କରି ରଖିବି। ଯଦି ଆପଣ ଠିକ୍ସେ କଥାବାର୍ତ୍ତା କରିପାରୁଛନ୍ତି, କିମ୍ବା ଆପଣଙ୍କର କନଫିଡେନ୍ସ ଅଛି, ତେବେ ଲୋକମାନେ ଆପଣଙ୍କ କଥାକୁ ବହୁତ ଭାବରେ ସ୍ୱୀକାର କରିବେ। ଆଉ ଯଦି ସେହି କଥା ସେମାନଙ୍କୁ ଭଲ ଲାଗିଲା, ତାହେଲେ ସେମାନେ ନିଶ୍ଚିତ ଭାବରେ ଆପଣଙ୍କୁ ଦିନେ ନା ଦିନେ ସକ୍ସେସ୍ ହିଁ କରିବାକୁ ଲାଗିବେ। ସାଙ୍ଗମାନେ, ସବୁବେଳେ ଆପଣଙ୍କର କଥାବାର୍ତ୍ତା ହିଁ ନିର୍ଣ୍ଣୟ କରେ କି ଆପଣ କେଉଁ ପ୍ରକାରର ବ୍ୟକ୍ତି ଅଟନ୍ତି। ଯେ ପର୍ଯ୍ୟନ୍ତ ଆମର ଶବ୍ଦରେ କୌଣସି ବି ଯାଦୁ ପରିପ୍ରକାଶ ହୋଇପାରେ ନାହିଁ, ସେହି ପ୍ରକାର ଶବ୍ଦରେ ଆମର କୌଣସି ବି ଭ୍ୟାଲ୍ୟୁ ରହିନଥାଏ। ଯଦି ଆପଣ ନିଜର ସ୍ୱରକୁ ସୁନ୍ଦର କରିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ କିଛି ନା କିଛି ଅଧଘଣ୍ଟା ଲେଖାଏଁ ବ୍ୟାୟାମ କରନ୍ତୁ। ଏବଂ ବ୍ୟାୟାମ କରିସାରିଲା ପରେ ସବୁଦିନେ 15 ମିନିଟ୍ ଲେଖାଏଁ ନିଶ୍ୱାସ ନିଅନ୍ତୁ ଏବଂ ନିଶ୍ୱାସ ଛାଡ଼ନ୍ତୁ। ଯାହା ଫଳରେ ଏହା କରିବା ଦ୍ୱାରା ଆମର ସ୍ୱର ବହୁତ ମାତ୍ରାରେ ଗଭୀରତା ପ୍ରାପ୍ତ ହୋଇଥାଏ, ଏବଂ ଆମେ ସ୍ୱରକୁ ବହୁତ ସୁନ୍ଦର ଭାବରେ ମଧ୍ୟ କହିବାକୁ ଲାଗିଥାଉ। ସାଙ୍ଗମାନେ, ସ୍ୱରକୁ ସୁନ୍ଦର କରିବା ପାଇଁ ଆଉ ଗୋଟିଏ ସ୍ୱତନ୍ତ୍ର ଉପାୟ ହେଉଛି କି ବ୍ୟାୟାମ କରିସାରିଲା ପରେ ସବୁଦିନ କିଛି ନା କିଛି ମନ୍ତ୍ର ଜପ କରନ୍ତୁ, କିମ୍ବା ଓମ୍ ଧ୍ୱନି କହିକି 21 ଥର ଜପ କରନ୍ତୁ। ଯାହା ଫଳରେ ଆମେ ସବୁଦିନେ କରିବା ଦ୍ୱାରା ଆମର ଭଏସ୍ରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଏବଂ କଥାବାର୍ତ୍ତା କରିବା ସମୟରେ କେଉଁ କେଉଁ ଜିନିଷକୁ ପ୍ରଥମେ ଏଡ଼ାଇବା ଉଚିତ, ତାହା ଆମେ ଏହି ଭିଡ଼ିଓ ମାଧ୍ୟମରେ ହିଁ ଜାଣିବା।
ପ୍ରଥମେ ହେଉଛି ଲଜ୍ଜା, ଯାହାକି କୌଣସି ବ୍ୟକ୍ତି ଯଦି ଆମକୁ ନିନ୍ଦା କିମ୍ବା ଅପମାନ କରି ଘୃଣା କରିଥାଏ କିମ୍ବା ଲଜ୍ଜା ଦେଇଥାଏ, ତେବେ ଆମକୁ ସେଠାରେ ବହୁତ କାନ୍ଦିବାକୁ ପଡ଼ିଥାଏ, ଯାହାଫଳରେ ଆମର କିଛି ନା କିଛି କରିବାକୁ ପଡ଼ିଯାଇଥାଏ। ଯଦି ଆପଣ ଏହି ସମାଜରେ ଗୋଟିଏ ବକ୍ତା ଭାବରେ ନିଯୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ନିଜର କର୍ତ୍ତବ୍ୟ ପଛରେ ଧାଇଁ ଯାଆନ୍ତୁ। ଦେଖିବେ ଦିନେ ନା ଦିନେ ଆପଣ ନିଶ୍ଚୟ ସକ୍ସେସ୍ ହେବେ। ସାଙ୍ଗମାନେ, ନିଜର କଥା କେବେ ହେଲେ ବି ଅନ୍ୟ ଲୋକକୁ କୁହନ୍ତୁ ନାହିଁ, କାରଣ ଯାହାଫଳରେ ସେମାନେ ବିରକ୍ତ ହେବା ସଙ୍ଗେ ସଙ୍ଗେ ଆମ ଉପରେ ବହୁତ ରାଗି ଯାଇଥାନ୍ତି ଏବଂ ଏମିତି ବି ଦିନ ଆସିଥାଏ ଯାହାକି ସେହି ଦିନ ଆମକୁ ଅଧିକ କାନ୍ଦିବାକୁ ମଧ୍ୟ ପଡ଼ିଥାଏ। ତ ସାଙ୍ଗମାନେ, ରହୁଛି, ପୁଣି ଦେଖା ହେବା ଆଉ ଗୋଟିଏ ନେକ୍ସଟ ଭିଡ଼ିଓରେ। ତ ସାଙ୍ଗମାନେ, ଏହି ଭିଡ଼ିଓରେ ଆମେ ଏହା ଜାଣିଲେ କି ଚତୁରତାର ସହିତ କଥା କହିବାର କଳା। ତ ଚାଲନ୍ତୁ ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ଜୟ ଜଗନ୍ନାଥ। ସାଙ୍ଗମାନେ, ମୋର ଆପଣଙ୍କୁ ଆଉ ଗୋଟିଏ ମଧ୍ୟ ରିକ୍ୱେଷ୍ଟ, ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଲା, ତେବେ ନିଶ୍ଚିତ ଭାବରେ ମୋର ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ, ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିଲା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ସାହାଯ୍ୟରେ ପହଞ୍ଚି ପାରିବ। ଆଉ ହଁ ସାଙ୍ଗମାନେ, ଏହା ମଧ୍ୟ କହିବାକୁ ଭୁଲିବେନି ଯେ ଭିଡ଼ିଓଟି କେମିତି ଲାଗିଲା। ଯଦି ଆପଣଙ୍କୁ ଭଲ ଲାଗିଲା, ତେବେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରିବେ। ଆଉ ହଁ, ଭିଡ଼ିଓଟି ବହୁତ ମାତ୍ରାରେ ସେୟାର ମଧ୍ୟ କରିବେ।